ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ କରାଗଲା ଏକ ଅଭିଯାନ କାର୍ଯ୍ୟକ୍ରମ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦୁଆପଡ଼ା ଖେଳ ପଡ଼ିଆ ଏବଂ ତୋରୁମୁଙ୍ଗା ଶିଶୁ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଯାଇଛି ଏକ ଅଭିଯାନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଅଖିଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମିନୀ ମହାନ୍ତ, ସୁଲେଖା ନାୟକ ଯୋଗ ଦେବା ସହିତ ଜିଲ୍ଲା ଅଡିଟର ଅଭିଯାନ ପ୍ରମୁଖ ସୁଲୋଚନା ମହାରଣା, ସଭାପତି ମୁଚିରାମ ସାହୁ ଉପସ୍ଥିତ ରହିଥିଲେ। ମଞ୍ଚ ପରିଚାଳନା ଦାୟିତ୍ୱରେ ସୁଦର୍ଶୁ ଶେଖର ସାହୁ ଥିବାବେଳେ ଶିକ୍ଷକ ଯୋଗେନ୍ଦ୍ର ମହାନ୍ତ, ଅନିଲ କୁମାର ସାହୁ, କୁଳମଣି ସାହୁ ସହଯୋଗ କରିଥିଲେ। ଏହି ଏକ ଅଭିଯାନ କାର୍ଯ୍ୟକ୍ରମରେ 28ଟି ଏକ ବିଦ୍ୟାଳୟର 100ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଅଭ୍ୟୁଦୟ ୟୁଥ୍ କ୍ଲବ ଦ୍ୱାରା ଆୟୋଜିତ ହୋଇଥିବା ଏହି ଏକ ଅଭିଯାନ ଖୁବ୍ ଶୃଙ୍ଖଳାର ସହିତ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ମନରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଖେଳ ପ୍ରତିଯୋଗିତା କରାଯାଇ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ଏକ ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଛାତ୍ରଛାତ୍ରୀମାନେ ଅଭିଯାନରେ ସାମିଲ ହୋଇ ଖୁବ୍ ଖୁସି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଏକ ଅଭିଯାନ କାର୍ଯ୍ୟକ୍ରମରେ ସବୁଠାରୁ ଆକର୍ଷଣ ଦୃଶ୍ୟ ଥିଲା କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଥିବା ପିଲାମାନେ ଅଧିକ ଖୁସି ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଲୟରେ ଖୁବ୍ ଶୃଙ୍ଖଳାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମାନସିକ ସ୍ତରରେ ଉନ୍ନତି ଆଣିବା ସହିତ ଶିକ୍ଷା ଗ୍ରହଣ କରିବା କ୍ଷେତ୍ରରେ ଖୁବ୍ ସହାୟକ ହୋଇପାରିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ଏକ ଅଭିଯାନ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ଅଭ୍ୟୁଦୟ ୟୁଥ୍ କ୍ଲବର ସମ୍ପୂର୍ଣ୍ଣ ସହଯୋଗ ରହିଥିବା ବେଳେ ସଭାପତି ସତ୍ୟାନନ୍ଦ ବେହେରା, ଅଞ୍ଚଳ ପ୍ରମୁଖ ହେମଲତା ମହାନ୍ତ, ଗୀତାଞ୍ଜଳି ମହାନ୍ତ, ପ୍ରଦୀପ ମହାନ୍ତ, ଡମ୍ବରୁଧର ମହାନ୍ତ, ବିଜୟ ମହାନ୍ତଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିଲା। ଏହି ଅଭିଯାନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଉଥିବା ବେଳେ ଶିକ୍ଷାର ଭିନ୍ନ ଏକ ମାଧ୍ୟମରେ ପାଦ ଥାପିବାର ସୁଯୋଗ ପାଇଥିଲେ। ଏହି ଅଭିଯାନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ସଭା ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।